ପିଲାମାନେ ଆଜି ଆସ ଆଉ ଗୋଟେ ଗପ ଶୁଣିବା। ଗପର ନାଁ ହଉଛି କଣ ନା ଦ୍ରୌପଦୀ କାହିଁକି ହସିଲେ। ଆମେ କାଲି ଶୁଣିଥିଲେ କଣ ନା ଅର୍ଜୁନଙ୍କର ଅହଙ୍କାର ଭଙ୍ଗ, ଶ୍ରୀକୃଷ୍ଣ କେମିତି ଅର୍ଜୁନଙ୍କର ଅହଙ୍କାରକୁ ଭାଙ୍ଗିଥିଲେ। ଆଜି ଶୁଣିବା ଦ୍ରୌପଦୀ ହସିଲେ। ଦ୍ରୌପଦୀ କାହିଁକି ହସିଲେ ସେ ସମ୍ପର୍କରେ ଜାଣିବା। ଗପଟି ଏମିତି, ତମମାନେ ଜାଣିଛ ମହାଭାରତର ଯୁଦ୍ଧର କଥା। ମହାଭାରତ ଯୁଦ୍ଧରେ ଗତକାଲି ମୁଁ କହୁଥିଲି ଅର୍ଜୁନ କେମିତି ଭୀଷ୍ମଙ୍କୁ ପରାସ୍ତ କଲେ। ଯେତେବେଳେ ଭୀଷ୍ମ କହିଲେ ମୁଁ 18 ଦିନର ମହାଭାରତ ଯୁଦ୍ଧକୁ ଦେଖିବି, ସେଥିପାଇଁ ସେ ତାଙ୍କ ପାଇଁ ଅର୍ଜୁନ ସରର ସେଜଟିଏ ତିଆରି କରିଦେଇଥିଲେ। ତା ଉପରେ ଶୋଇ ରହିଥିଲେ କିଏ ସେ ନା ଭୀଷ୍ମ। ସେ ସମୟରେ ମହାଭାରତ ଯୁଦ୍ଧ ଶେଷ ହବାର ଆଉ ସେ ବାକି ରହିଥିଲା, ଶେଷ ହେଇଯାଇଥିଲା। ସମସ୍ତେ ଶେଷ ହେଇନଥିଲା, ଶେଷ ହବାକୁ ଅଳ୍ପ ଦିନେ 2 ଦିନ ବାକି ଥିଲା। ସେଇ ସମୟରେ ପଞ୍ଚୁ ପାଣ୍ଡବ ଏବଂ ଦ୍ରୌପଦୀ ଭୀଷ୍ମଙ୍କୁ ସେଇ ସରଶଯ୍ୟାରେ ଦେଖା କରିବା ପାଇଁ ଯାଇଥିଲେ, ଯୋଉ ସମୟରେ ସେ ସରର ସେଜରେ ଶୋଇଥିଲେ। ପଞ୍ଚୁ ପାଣ୍ଡବଙ୍କୁ ଦେଖି, ଦ୍ରୌପଦୀଙ୍କୁ ଦେଖି ଭୀଷ୍ମ ବଡ଼ ଆଗ୍ରହ ପ୍ରକାଶ କରିଥିଲେ ଏବଂ ତାଙ୍କୁ ଅନେକ ଉପଦେଶ ଦେଇଥିଲେ। କାହାକୁ ନା ସମସ୍ତ ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀଙ୍କ ପାଖରେ ଠିଆ ହେଇଥିଲେ। କଣ ନୀତି କଣ ଅନୀତି ସମସ୍ତ କଥା, କେମିତି ଭଲ ହବାକୁ ହୁଏ, କେମିତି ସତ କହିବାକୁ ପଡେ, କେମିତି ନିର୍ଭୀକ ହବାକୁ ପଡେ, ସତର ସାମ୍ନା କରିବାକୁ ପଡେ, ସବୁର କଥା ସେ ବୁଝେଇକିରି କହିଲେ। ସମସ୍ତେ ବଡ ନିରବରେ ପିତାମହ ଭୀଷ୍ମଙ୍କର କଥା ଶୁଣୁଥାନ୍ତି, କିନ୍ତୁ ସେଇ ସମୟରେ ଦ୍ରୌପଦୀ ହସିଦେଲେ। ଦ୍ରୌପଦୀଙ୍କର ହସଟା ତାଚ୍ଛଲ୍ୟ ହସ ଥିଲା, ପରିହାସର ହସ ଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। କାହିଁକି ନା ଦ୍ରୌପଦୀଙ୍କର ମାନନୀୟ ବ୍ୟକ୍ତି ହଉଛନ୍ତି ପିତାମହ ଭୀଷ୍ମ। ପିତାମହ ଭୀଷ୍ମ ଏପରି କଷ୍ଟ ସମୟରେ, ଏପରି ଭଲ କଥା କହୁଥିବା ସମୟରେ ଦ୍ରୌପଦୀ କାହିଁକି ହସିଲେ? ସମସ୍ତେ ଟିକେ ବ୍ୟତିବ୍ୟସ୍ତ ହେଇଗଲେ ତାଙ୍କର ପଞ୍ଚୁ ପାଣ୍ଡବ। ତାପରେ କିନ୍ତୁ ଭୀଷ୍ମ କହିଲେ ନା, ଦ୍ରୌପଦୀ କହିଲେ କୃଷ୍ଣା ବୋଲି କହିଲେ। କୃଷ୍ଣା କହିଲେ କୃଷ୍ଣା କେବେ ଏମିତି ଖାଲିରେ ହସେ ନାହିଁ, କୃଷ୍ଣାର ହସିବାର କିଛି କାରଣ ଥିବ। କଣ ନା କୃଷ୍ଣା କାହିଁ କହିଲେ କହିଲେ? ଦ୍ରୌପଦୀଙ୍କର ଅନ୍ୟ ନାମ ହଉଛି କୃଷ୍ଣା। ସେ ଶ୍ୟାମଳ ବର୍ଣ୍ଣ ଥିଲେ ବୋଲି ତାଙ୍କୁ କୃଷ୍ଣା ବୋଲି ଡକାଯାଉଥିଲା। ପଚାରିଲେ, କୃଷ୍ଣା ପାଖକୁ ଡାକିଲେ, କହିଲେ ମା ମୋ ପାଖକୁ ଆସ, କୁହ ତୁମେ ଖାଲି କେବେ ହସ ନାହିଁ, ତୁମ ହସର ନିଶ୍ଚୟ କିଛି କାରଣ ଥିବ, ମତେ କୁହ ତୁମେ କାହିଁକି ହସିଲ? ଦ୍ରୌପଦୀ କହିଲେ, ବଡ ବିନମ୍ରରେ ଦ୍ରୌପଦୀ କହିଲେ, ହାତ ଯୋଡିକି କହିଲେ, ହେ ପିତାମହ, ତୁମେ ଆଜି ଯୋଉ କଥା ଆମକୁ ଉପଦେଶ ଦେଉଛ, ଆଜି ଯୋଉ କଥା କହୁଛ, ସେଇ କଥା ଯଦି ଦୁର୍ଯ୍ୟୋଧନକୁ ରାଜସଭାରେ କୁରୁ ରାଜସଭାରେ ଯେତେବେଳେ ମତେ ବସ୍ତ୍ରହରଣ କରାଯାଉଥିଲା, ସେଇ ସମୟରେ ଯଦି ଦୁର୍ଯ୍ୟୋଧନକୁ ଏଇ କଥା କହିଥାନ୍ତେ, ହୁଏତ ଆଜି ମହାଭାରତ ଯୁଦ୍ଧ ହେଇନଥାନ୍ତା, ଏତେ ଧନହାନି ଏତେ ପ୍ରାଣହାନି ହେଇନଥାନ୍ତା, ବଂଶ ନଷ୍ଟ ହେଇନଥାନ୍ତା। ଜାଣିଛ ପିଲେ ଭୀଷ୍ମ କଣ କହିଲେ? ଭୀଷ୍ମ କହିଲେ, ମା ଠିକ କଥା କହୁଛ ତମେ, କିନ୍ତୁ ମୁଁ କାହିଁକି କହିଲିନି ଜାଣିଛ? ସେତେବେଳେ ମୁଁ ଦୁର୍ଯ୍ୟୋଧନର ପାଖରେ ରହିଥିଲି, ଦୁର୍ଯ୍ୟୋଧନର ଅନ୍ନରେ ପ୍ରତିପାଳିତ ହେଉଥିଲି। କାରଣ ରାଜା ଥିଲେ କିଏ ସେ ନା ଧୃତରାଷ୍ଟ୍ର। ମୁଁ ତାଙ୍କର ଜଣେ ସେବକ ଭାବରେ, ମୋ ପିତାମହ ହେଲେ ବି ସେ ରାଜର ମୋ ସେବକ ଭାବରେ ସେଠି କାମ କରୁଥିଲି। ତେଣୁ ମୁଁ ତାଙ୍କର ଅନ୍ନରେ ପ୍ରତିପାଳିତ ଥିଲି। ସେ ବିଷାକ୍ତ ଅନ୍ନ ଖାଇ ଖାଇକରି ମୋର ଶରୀରର ବିଷାକ୍ତ ହେଇଯାଇଥିଲା। ସତଟାକୁ ଜାଣିଥିଲେ ବି ସତ କହିବାର ଯୋଉ ନୈତିକ ସାହସ ମୁଁ ହରେଇ ବସିଥିଲି ସେଇ ସମୟରେ। ତେଣୁ ଆଜି ତୋର ସ୍ୱାମୀ ଅର୍ଜୁନ ମୋର ସେ ବିଷାକ୍ତ ରକ୍ତ ଗୁଡିକୁ କାଢି ଦେଇଛି। ସେଥିପାଇଁ ଆଜି ମୁଁ ସତଟାକୁ କହୁଛି। ପିଲେ ସତଟାକୁ କହୁଛି, କହିବାର ସାହସ ପାଇଛି। ଏଇ କଥାଟି ମୁଁ କାହିଁକି କହିଲି ଗପଟି ଜାଣିଛ? ଖାଦ୍ୟ, ଏଇଠି ମହାଭାରତ କଥାରେ ମହାଭାରତ ରଚୟିତା ହଉଛନ୍ତି ବ୍ୟାସଦେବ। ବ୍ୟାସଦେବ ଏଇର ଭାବନା, ଏଇ କଥାର ଅବତାରଣା ଭିତରେ କହିବାକୁ ଚାହାନ୍ତି, ଖାଦ୍ୟଟା କେତେ ମୁଖ୍ୟ ଜିନିଷ, କେବଳ ଆମର ଶରୀରର ଅଭିବୃଦ୍ଧି ନୁହେଁ, ଆମର ମାନସିକ ଅଭିବୃଦ୍ଧି ପାଇଁ। ଖାଲି ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରୁହେନି, ମାନସିକ ସୁସ୍ଥତା ପାଇଁ ବି ଖାଦ୍ୟ ଗ୍ରହଣ କରାଯାଏ।
ତେଣୁ ଯୋଉ ପରିପ୍ରକାରରେ ଆମେ ଏଇଠି ଭୀଷ୍ମ କହୁଛନ୍ତି ଆମକୁ ଯୋଉ ପରିପ୍ରକାରରେ ଖାଦ୍ୟ ତୁମେ ଗ୍ରହଣ କରୁଛ, ଯାହା ତୁମେ ଯୋଉ ପରିପ୍ରକାରରେ ରୋଜଗାର କରୁଛ, ସେଇଟାକୁ ଦେଖିବା ଦରକାର। ଧର୍ମ ବାଟରେ ଯାଇ ଅର୍ଥ ରୋଜଗାର କରିବା ଏବଂ ଆମର ଜୀବନକୁ ପ୍ରତିପାଳିତ କଲେ ଆମର ଶରୀର ସୁସ୍ଥ ରହିବା ସହିତ ମାନସିକ ସୁସ୍ଥ ରହିବ। ତେଣୁ ଭାରତୀୟ ସଂସ୍କୃତିରେ ଖାଦ୍ୟ ଉପରେ ବଡ଼ ଜୋର ଦିଆଯାଇଥାଏ। ଖାଦ୍ୟଟା ସୁସ୍ଥ ମନରେ ରାନ୍ଧିବା ବି ଦରକାର। ଭଲ ବାଟରେ ରୋଜଗାର କରୁଥିବା ଅର୍ଥରେ ରୋଷେଇ କରିବା ଦରକାର। ତେଣୁ ରୋଷେଇ ଯେମିତି ହବ, ଖାଦ୍ୟ ଯେମିତି ହବ, ଶରୀର ସେମିତି ହବ, ମସ୍ତିଷ୍କର ଚିନ୍ତା ସେମିତି ହବ। ଏଇ କଥା ମହାଭାରତରେ ଭୀଷ୍ମ କହିଥିଲେ। କହିଲେ ଦେଖ, ମୁଁ ଏତେ ଜ୍ଞାନୀ, ଏତେ ଯୋଦ୍ଧା, କିନ୍ତୁ ଖାଦ୍ୟ ମୋର ମାନସିକ ସ୍ଥିରତା, ମାନସିକ ସୁସ୍ଥତାକୁ ନଷ୍ଟ କରିଦେଇଥିଲା। ହେଲେ ଏଇଠି କହି ରଖୁଛି, ତୁମେ ଯୋଉ ଖାଦ୍ୟ ଗ୍ରହଣ କରୁଛ ତାକୁ ଭଗବାନଙ୍କୁ ଅର୍ପଣ କରିକି ଖାଅ। ଏ ଯୋଉ ଖାଦ୍ୟ, ଏଇଟା ହଉଛି ଭଗବାନଙ୍କୁ ଦେଇଥିବା ଖାଦ୍ୟ। ସଂସାରରେ କେତେ ଲୋକ ଅଛନ୍ତି ଖାଦ୍ୟ ପାଉନାହାନ୍ତି। ଆଉ ଏଇ ଗପ ମାଧ୍ୟମରେ ମା ମାନଙ୍କୁ ବି ମୁଁ କହୁଛି, ତୁମେ ମାନେ ଯେତେ କଷ୍ଟ ହଉ ପଛେ ନିଜେ ଖାଦ୍ୟଟି ରାନ୍ଧ ଏବଂ ନିଜ ହାତରେ ରାନ୍ଧିଥିବା ଖାଦ୍ୟଟି ଛୁଆଙ୍କୁ ଖୁଆଇବା ପାଇଁ ତତ୍ପର ରୁହ। ଏହା ଦ୍ୱାରା ପିଲାର ଖାଲି ଶରୀରର ଅଭିବୃଦ୍ଧି ହେବନି, ମାନସିକ ଅଭିବୃଦ୍ଧି ହବ। କାରଣ ମା ଶ୍ରଦ୍ଧାର ସହିତ ରୋଷେଇ କରେ, ରୋଷେଇଆ ନୁହଁ। ତେଣୁ ଆଜିର ଗପଟି ଥିଲା କଣ, ଦ୍ରୌପଦୀ କାହିଁକି ହସିଲେ। ଦ୍ରୌପଦୀ ନିଜର ଭୁଲ ବୁଝିଥିଲେ, ପିତାମହ ଭୀଷ୍ମକୁ ପ୍ରଣାମ ଜଣାଇଥିଲେ ଏବଂ ହସିଥିବା ପାଇଁ ଲଜ୍ଜିତ ଅନୁଭବ ବି କରିଥିଲେ। ତେଣୁ ଏଠି ଆଜି ଗପ ରହିଲା, ଦ୍ରୌପଦୀ କାହିଁକି ହସିଥିଲେ। ତମେ ଜାଣିଲ ନା ଆଜିର ଗପ, ଦ୍ରୌପଦୀ କାହିଁକି ହସିଲେ। ତେଣୁ ପିଲାମାନେ ଖାଦ୍ୟକୁ ପରିଷ୍କାର ପରିଚ୍ଛନ୍ନ କରି ଖାଇବ। ଖାଦ୍ୟ ଖାଇବା ପୂର୍ବରୁ ଭଗବାନଙ୍କୁ ଅର୍ପଣ କରିବ, ଭଗବାନଙ୍କୁ ନମସ୍କାର ଜଣେଇକି ଖାଦ୍ୟଟିକୁ ଖାଇବ। ଆଜି ଏଇଠି ରଖୁଛି। ଗପ ଥିଲା ଦ୍ରୌପଦୀ କାହିଁକି ହସିଲେ। ପୁଣି ଆସନ୍ତା କାଲି ତୁମ ମାନଙ୍କ ପାଇଁ ଆଉ ଗୋଟିଏ ନୂଆ ଗପ ନେଇକିରି ଆସିବି। ଏଇଠି ରଖୁଛି।